ଏଠି ଗୋଟେ ମିସ୍ତ୍ରୀ ନୁହେଁ ତିନି ତିନିଟା ମିସ୍ତ୍ରୀ ଲାଗିଛନ୍ତି କିନ୍ତୁ କେହି ଗୋଟେ ପାୱାର ଆଣିପାରୁନାହାନ୍ତି କରେଣ୍ଟ ଆଣିପାରୁନାହାନ୍ତି ନା କିଛି। ସବୁ କାମ ସାରି ଗାଧେଇ ପାଧେଇ ମୁଁ ଆସିଲି ଠାକୁରଙ୍କୁ ଦର୍ଶନ କରି। ତ ଆମ ଗାଁରେ ହନୁମାନ ମନ୍ଦିର ଦେଖନ୍ତୁ କେଉଁ ଟାଇପ୍ର ସଜା ହେଇଛନ୍ତି। ଭଗବାନଙ୍କ ମନ୍ଦିର ବହୁତ ସୁନ୍ଦର ସଜା ହେଇଛି। ତ ଏଠି ମା ବୁଢ଼ୀ ବାସୁଳୀଙ୍କୁ ମଧ୍ୟ ସଜା ହେଇଛି ପୂଜା ଅର୍ଚ୍ଚନା କରୁଛନ୍ତି। ତାପରେ ଏଠି କିଛି ପ୍ରସାଦ ମିଳିଥିଲା ପ୍ରସାଦ ଖାଇସାରିକି ମୁଁ ମନ୍ଦିର ଗଲି ସେଠି ପଣାର ବ୍ୟବସ୍ଥା ଥିଲା। ଦେଖନ୍ତୁ କେତେ ସାରା ଫଳ ଆସିଛି। ତାପରେ ଏଠି ଦେଖନ୍ତୁ ପିଲାମାନେ ଦର୍ଶନ କରୁଛନ୍ତି ଆଉ ଅଙ୍ଗୁର ମଧ୍ୟ ଆସିଥିଲା। ଏଠି ସାର୍ ଦିଦି ଆଉ ବହୁତ ସାରା ଲୋକ ଆମେ ମିଶିକି ପଣାଟା ପ୍ରସ୍ତୁତ କରୁଛୁ। ଦେଖନ୍ତୁ ଏମିତି କେମିତି ଆମର ଦହି ଆଉ ଅମୁଲ ସବୁ ମିଶିକି ହେଇଛି ପଣା। ଏଠି ପଣା କେମିତି ହେଇଛି? ଭଲ ହେଇଛି ତ? ହଁ ରେଡ଼ି ଭଲ ହେଇଛି ସାଇ ହେଇଛି ନା? ହଁ କେମିତି କେମିତି ହେଇଛି କେମିତି ହେଇଛି? ହଁ A1 ଏଠି ଲିପୁ ଦେଖନ୍ତୁ ପଣା ପିଉଛି। ଲାଷ୍ଟକୁ ଦେଖନ୍ତୁ ଆକାଶ କେମିତି ତାର ପଣା ପିଉଛି ପୁରା କହିବ ପୁରା ମାନେ ମଜାରେ ପିଉଛି କି ଆଉ ଦେଖିପାରୁଥିବ ତା ପିଇବା ଷ୍ଟାଇଲଟା।